টি-20 ବିଶ୍ୱକପ୍ ବିଜେତା ପରେ ଆଜି ଭାରତୀୟ ଦଳ ସ୍ୱଦେଶ ଫେରିଛି। ସକାଳ 6ଟାରେ ନୂଆଦିଲ୍ଲୀ ପହଞ୍ଚିବା ପରେ ଟିମ୍ର ସଦସ୍ୟମାନେ ଦିନ 11ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ବିଶ୍ୱକପ୍ ଓ ଭାରତୀୟ ଟିମ୍ ସହ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ସମସ୍ତେ ଗୋଟିଏ ଫଟୋ ଉଠାଇଛନ୍ତି। ତେବେ ସାମ୍ନାକୁ ଆସିଥିବା ଫଟୋ ସମସ୍ତଙ୍କୁ ଚକିତ କରିଛି। ଫଟୋ ଉଠାଇବା ବେଳେ ପ୍ରଧାନମନ୍ତ୍ରୀ ଟି-20 କପ୍କୁ ଟ୍ରଫିକୁ ସ୍ପର୍ଶ କରିନାହାନ୍ତି। ସେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲଙ୍କ ହାତକୁ ଧରି ଫଟୋ ପୋଜ୍ ଦେଇଛନ୍ତି। ରାହୁଲ ଓ ରୋହିତ ନିଜ ନିଜର ଗୋଟିଏ ହାତରେ ଟ୍ରଫି ଧରିଛନ୍ତି। ଟ୍ରଫିଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ରହିଛି। ହେଲେ ସେ ଟ୍ରଫି ବଦଳରେ ନିଜର ଦୁଇ ହାତରେ ରାହୁଲ ଓ ରୋହିତଙ୍କ ହାତକୁ ଧରି ଫଟୋ ଉଠାଇଛନ୍ତି। ମୋଦିଙ୍କ ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଏ ଯେ ଟ୍ରଫି ଓ ମେଡାଲକୁ କେବଳ ବିଜୟ ଟିମ୍ର ସଦସ୍ୟ ବା ଆଥଲେଟ୍ମାନେ ସ୍ପର୍ଶ କରିବା ଦରକାର, କାରଣ ସେମାନେ ପରିଶ୍ରମ କରି ଏହାର ହକଦାର ବନିଛନ୍ତି। ସମ୍ଭବତଃ ଉକ୍ତ କାରଣ ପାଇଁ ମୋଦି ବିଶ୍ୱକପ୍ ଟ୍ରଫିକୁ ସ୍ପର୍ଶ କରିନଥିବା ଚର୍ଚ୍ଚା ହେଉଛି, କାରଣ 13 ବର୍ଷ ପରେ ଭାରତୀୟ ଟିମ୍ର ସଦସ୍ୟମାନେ ହିଁ ପରିଶ୍ରମ କରି ଦେଶ ପାଇଁ ଟ୍ରଫି ହାତେଇଛନ୍ତି। ଟ୍ରଫିର ହକଦାର କେବଳ ଖେଳାଳି ଓ କୋଚ୍ ବୋଲି ଜଣାଇବାକୁ ଏପରି କରିଛନ୍ତି। ଅନ୍ୟପକ୍ଷରେ ଆଜି ବିସିସିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନମ ଜର୍ସି ମଧ୍ୟ ଉପହାର ଆକାରରେ ଦିଆଯାଇଛି। ମୋଦିଙ୍କ ସହ ବୈଠକ ପରେ ଖେଳାଳିମାନେ ଦିଲ୍ଲୀ ଏୟାରପୋର୍ଟ ଯାଇଥିଲେ। ସେଠାରୁ ସେମାନେ ମୁମ୍ବାଇ ଆସିଛନ୍ତି। ଏବେ ମୁମ୍ବାଇର ମାରିନ୍ ଡ୍ରାଇଭ୍ ରୋଡରୁ ୱାଙ୍ଗଖେଡେ ଷ୍ଟାଡିୟମ ଯାଏଁ ବିଜୟ ଶୋଭାଯାତ୍ରା ଆରମ୍ଭ ହୋଇଛି।